ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଜିର ଭିଡ଼ିଓରେ ଜଣେ ମହାନ ଶାସକଙ୍କ ବିଷୟରେ କଥା ହେବା। ସିଏ ହେଲେ ରାଜା ଯଯାତି କେଶରୀ। ରାଜା ଯଯାତି କେଶରୀ ସୋମବଂଶୀ ରାଜବଂଶର ରାଜା ଥିଲେ। ଓଡ଼ିଶାର ଇତିହାସରେ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ଶାସକ ଥିଲେ। ଦଶମ ଶତାବ୍ଦୀରେ ପ୍ରଥମ ଥର ପାଇଁ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳଗୁଡ଼ିକୁ ଏକକ କର୍ତ୍ତୃତ୍ୱ ଅଧୀନରେ ଏକତ୍ର କରିବାର ଶ୍ରେୟ ତାଙ୍କୁ ଦିଆଯାଏ। ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିଗୁଡ଼ିକର ପୁନଃଆବିଷ୍କାର ସହିତ ତାଙ୍କର ସମ୍ପର୍କ ରହିଛି। ଯଯାତି କେଶରୀ ଆଧୁନିକ ଯାଜପୁର ସହରର ଯଯାତି ନଗରକୁ ତାଙ୍କ ରାଜଧାନୀ ଭାବରେ ପ୍ରତିଷ୍ଠା କରିଥିଲେ। ସେ ଦଶାଶ୍ୱମେଧ ଯଜ୍ଞ କରିବା ଏବଂ ଭୁବନେଶ୍ୱରରେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ନିର୍ମାଣ ଆରମ୍ଭ କରିବା ପାଇଁ ମଧ୍ୟ ଜଣାଶୁଣା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ। ଭିଡ଼ିଓ କଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।